ICTV International Committee on Taxonomy of Viruses. SARS Severe Acute Respiratory Syndrome. MERS Middle East Respiratory Syndrome. CAM-COVID Appropriate Measures. ICMR Indian Council of Medical Research. IIMS All India Institute of Medical Science. NIV National Institute of Virology. RT-PCR Reverse Transcriptase Polymerase Chain Reaction. ELISA Enzyme-Linked Immunosorbent Assay. RAT Rapid Antigen Test. CSR Council of Scientific and Industrial Research. ଆମ ଶରୀର ବା ଶରୀରର କାର୍ଯ୍ୟକଳାପରେ ନିଜର ସ୍ୱାଭାବିକତାରୁ କୌଣସି ପରିବର୍ତ୍ତନ ଦେଖାଗଲେ ଆମେ ତାହାକୁ ଡ୍ୟାସ୍ କହିଥାଉ। ଉତ୍ତର ହେଉଛି ରୋଗାବସ୍ଥା। ବେଳେବେଳେ କେତେକ ରୋଗ ଗୋଟିଏ ଭୌଗୋଳିକ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ବ୍ୟାପି ଯାଇ ଅସଂଖ୍ୟ ଲୋକଙ୍କୁ ମାରି ଦେଇଥାଏ। ଏପରି ରୋଗକୁ ଡ୍ୟାସ୍ ଆଖ୍ୟା ଦିଆଯାଇଥାଏ। ଏହାକୁ ମହାମାରୀ କୁହାଯାଏ। ବସନ୍ତ ଏକ ଡ୍ୟାସ୍ ଜନିତ ରୋଗ। ବସନ୍ତ ଏକ ଭୂତାଣୁ ଜନିତ ରୋଗ ଅଟେ। ବସନ୍ତ ରୋଗ ଯୋଗୁଁ ଏପର୍ଯ୍ୟନ୍ତ ପାଖାପାଖି 10 କୋଟି ଲୋକ ମରିଛନ୍ତି। ଉତ୍ତର ହେଉଛି 30ରୁ 50 କୋଟି ଲୋକ ମରିଛନ୍ତି। 10 ମସିହାରେ WHO ସାରା ପୃଥିବୀକୁ ବସନ୍ତ ରୋଗ ମୁକ୍ତ ଘୋଷଣା କରିଛନ୍ତି। 10 ମସିହାରେ WHO ସାରା ପୃଥିବୀକୁ ରୋଗମୁକ୍ତ ଘୋଷଣା କରିଛନ୍ତି। ଏହା ହେଉଛି 1980 ମସିହା। ଇନଫ୍ଲୁଏଞ୍ଜାର ଆବିର୍ଭାବ ଠାରୁ ପର୍ଯ୍ୟନ୍ତ ବିଶ୍ୱରେ ଅତି କମରେ 10 କୋଟି ଲୋକ ମଲେଣି। ଉତ୍ତର ହେଉଛି 5 କୋଟି ଲୋକ ମରି ସାରିଲେଣି। ସ୍ୱାଇନ୍ ଫ୍ଲୁ ଓ ଏସିଆନ୍ ଫ୍ଲୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ 10 କୋଟିରୁ ଅଧିକ ଲୋକ ମଲେଣି। ଉତ୍ତର ହେଉଛି 40 କୋଟିରୁ ଅଧିକ ଲୋକ ମଲେଣି। ସ୍ୱାଇନ୍ ଫ୍ଲୁ ଦ୍ୱାରା ସାରା ବିଶ୍ୱରେ ପ୍ରାୟ 10 ଅଂଶ ଲୋକ ସଂକ୍ରମିତ ହୋଇଛନ୍ତି। ଏହାର ଉତ୍ତର ହେଉଛି 1/3। ସାରା ବିଶ୍ୱର ପ୍ରାୟ 3 ଅଂଶ ଲୋକ ସଂକ୍ରମିତ ହୋଇଛନ୍ତି। ପ୍ଲେଗ ରୋଗ ଡ୍ୟାସ୍ ଦ୍ୱାରା ବ୍ୟାପେ। ପ୍ଲେଗ ରୋଗ ବୀଜାଣୁ ଦ୍ୱାରା ବ୍ୟାପେ। ଭୂତାଣୁ ଜନିତ ବିଶ୍ୱ ମହାମାରୀର ସଦ୍ୟତମ ଉଦାହରଣ ହେଉଛି ଡ୍ୟାସ୍। ଏହାର ଉଦାହରଣ ହେଉଛି କୋଭିଡ-19। ସାର୍ସ ଓ ମର୍ସ ବ୍ୟାଧିର ଉତ୍ପତ୍ତି ଡ୍ୟାସ୍ ଠାରୁ ହୋଇଛି ବୋଲି ପ୍ରମାଣିତ ହୋଇଛି। ଏହା ବାଦୁଡ଼ିରୁ ଉତ୍ପନ୍ନ ବୋଲି ପ୍ରମାଣିତ ହୋଇଛି। 2020 ଫେବୃଆରୀରେ ସାରା ଭାରତରେ ମାତ୍ର 10ଟି କୋଭିଡ-19 ପରୀକ୍ଷଣ ଓ ଗବେଷଣା କେନ୍ଦ୍ର ଥିଲା। ଏହାର ଉତ୍ତର ହେଉଛି ମାତ୍ର 14ଟି ପରୀକ୍ଷା କେନ୍ଦ୍ର ଥିଲା। 2020 ଅଗଷ୍ଟରେ କୋଭିଡ-19 ପରୀକ୍ଷଣ ଓ ଗବେଷଣା କେନ୍ଦ୍ର ଭାରତରେ ଡ୍ୟାସ୍ ସଂଖ୍ୟାକୁ ବୃଦ୍ଧି ପାଇଲା। ଏହା 1596 ହେଇଗଲା।
96। ହଇଜା ଡ୍ୟାସ୍ ଦ୍ୱାରା ବ୍ୟାପୀ। ହଇଜା ବୀଜାଣୁ ଦ୍ୱାରା ବ୍ୟାପୀ। ହଇଜା ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱର ପ୍ରାୟ 10 ଲକ୍ଷ ଲୋକ ମଲେଣି। ପ୍ରାୟ 8 ଲକ୍ଷ ଲୋକ ମରି ସାରିଲେଣି। ସ୍ତମ୍ଭ ମିଳନ। କ ସ୍ତମ୍ଭରେ ବିଭିନ୍ନ ସ୍ଥାନର ନାମ ଏବଂ ଖ ସ୍ତମ୍ଭରେ କୋଭିଡ-19 ଭୂତାଣୁର ବଞ୍ଚିବାର ସମୟ ଦିଆଯାଇଛି, ଏହାକୁ ମିଳାଅ। କ ସ୍ତମ୍ଭ ପୋଷକ କୋଷ ବାହାରେ କୋଭିଡ-19 ଭୂତାଣୁ 2 ରୁ 5 ଦିନ ପର୍ଯ୍ୟନ୍ତ ବଞ୍ଚିଥାଏ। ତମ୍ବା ପଦାର୍ଥ ମଧ୍ୟରେ କୋଭିଡ-19 ଭୂତାଣୁ 4 ଘଣ୍ଟା ବଞ୍ଚିଥାଏ। କାର୍ଡବୋର୍ଡରେ ଏହା 24 ଘଣ୍ଟା ବଞ୍ଚିଥାଏ। ଘଣ୍ଟା ପ୍ଲାଷ୍ଟିକ ଏଇଥିରେ ମଧ୍ୟ 2 ରୁ 5 ଦିନ ମଧ୍ୟରେ ବଞ୍ଚିକି ରହିଥାଏ। ଚଟାଣରେ ବହୁ ସମୟ ଧରି ବଞ୍ଚିଥାଏ। ଠିକ୍ ସେହିପରି ଆଉ ଗୋଟେ ସ୍ତମ୍ଭ ମିଳନ ଅଛି, ଯୋଉଟା ଗ୍ରୀନ୍ ଜୋନ୍। ଏଟା ହେଲା କମ୍ ରୋଗୀ ଥିବା ଅଞ୍ଚଳ। ରେଡ୍ ଜୋନ୍, ଏହାର ଉତ୍ତର ହେଉଛି 2 ଗୁଣିତ ରୋଗୀ ଚିହ୍ନଟ ହେଉଥିବା ଅଞ୍ଚଳ। ଅରେଞ୍ଜ ଜୋନ୍, ଅଧିକ ରୋଗୀ ଥିବା ଅଞ୍ଚଳ। ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖିବାକୁ ପଡ଼ିବ। କୌଣସି ରୋଗ କେବଳ ସୀମିତ ଅଞ୍ଚଳରେ ରହି ମଣିଷକୁ ରୋଗଗ୍ରସ୍ତ କରୁଥିଲେ ତାହାକୁ କେଉଁ ରୋଗ କୁହାଯାଏ? ଏହାକୁ ଆମେ ସଂକ୍ରାମକ ରୋଗ ବୋଲି କହିଥାଉ। ବ୍ୟାପକ ଅଞ୍ଚଳରେ ଦ୍ରୁତରୁ ଦ୍ରୁତ ଭାବରେ ଗୋଟିଏ ରୋଗ ବୃଦ୍ଧି ହେଉଥିଲେ ତାକୁ କ'ଣ କୁହାଯାଏ? ଏହାକୁ ବିଶ୍ୱ ମହାମାରୀ କୁହାଯାଏ। ସବୁଠାରୁ ପୁରାତନ ମହାମାରୀ ହେଉଛି ପ୍ଲେଗ୍। 1981 ମସିହାରେ ପ୍ରଥମ ଏଡ୍ସ ରୋଗୀ କେଉଁଠାରେ ଚିହ୍ନଟ ହୋଇଥିଲା? 1981 ମସିହାରେ ପ୍ରଥମ ଏଡ୍ସ ରୋଗୀ ଆଫଗାନିସ୍ତାନରେ ଚିହ୍ନଟ ହୋଇଥିଲା। ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଡ୍ସ ଭୂତାଣୁ ଦ୍ୱାରା ପୃଥିବୀରେ କେତେ ଲୋକରୁ ଅଧିକ ମଲେଣି? ଆଜି ପର୍ଯ୍ୟନ୍ତ ଏହା 4 କୋଟିରୁ ଅଧିକ ଲୋକ ମଲେଣି। ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ ପ୍ରାୟ କେତେ ଏଡ୍ସ ରୋଗୀ ଅଛନ୍ତି? ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀରେ 4.8 ଲକ୍ଷ ଏଡ୍ସ ରୋଗୀ ଅଛନ୍ତି। ପୃଥିବୀର ସମୁଦାୟ ଏଡ୍ସ ରୋଗୀଙ୍କ ମଧ୍ୟରୁ ଭାରତରେ ପ୍ରାୟ କେତେ ଅଛନ୍ତି? ଭାରତରେ ପ୍ରାୟ 23,000 ଏଡ୍ସ ରୋଗୀ ଅଛନ୍ତି। H1N1 ଭୂତାଣୁ କେଉଁ ମହାମାରୀର କାରକ ଅଟେ? H1N1 ଭୂତାଣୁକୁ କେଉଁ ମହାମାରୀର କାରକ ଅଟେ? ଏହା ହେଉଛି ଇନଫ୍ଲୁଏଞ୍ଜା ମହାମାରୀର କାରକ। ପ୍ଲେଗ ରୋଗ ଯୋଗୁଁ
ଆଦ୍ୟାବଧି 7.5 ରୁ 20 କୋଟି ଲୋକ ମରିଛନ୍ତି। ଏହାକୁ କ'ଣ କୁହାଯାଏ? ଏହାକୁ କଳା ମୃତ୍ୟୁ କୁହାଯାଏ। 2019 ମସିହାର ଶେଷ ଭାଗରେ ଆତ୍ମପ୍ରକାଶ କରିଥିବା କୋଭିଡ୍ ସାଧାରଣତଃ ଆମ ଶରୀରର କେଉଁ ତନ୍ତ୍ରକୁ ଆକ୍ରମଣ କରିଥାଏ? ଏହା ଆମ ଶରୀରର ଶ୍ୱାସତନ୍ତ୍ରକୁ ଆକ୍ରମଣ କରିଥାଏ। ନିମ୍ନ ମଧ୍ୟରୁ କେଉଁଟି ଭୂତାଣୁ ବର୍ଗୀକରଣ ନିୟାମକ ଅନ୍ତର୍ଜାତୀୟ କମିଟିକୁ ସୂଚିତ କରେ? ନିମ୍ନଲିଖିତ ମଧ୍ୟରୁ ଭୂତାଣୁ ବର୍ଗୀକରଣ ନିୟାମକ ଆନ୍ତର୍ଜାତିକ କମିଟିକୁ ICTV ସୂଚିତ କରିଥାଏ। ସାର୍ସ ଭୂତାଣୁକୁ ICTV କୋଭିଡ୍-19 ଭାବରେ କେବେ ନାମକରଣ କରିଥିଲେ? ଏହାକୁ 2020 ଫେବୃଆରୀ 11 ତାରିଖରେ ନାମକରଣ କରାଯାଇଥିଲା। WHO ଦ୍ୱାରା କେବେ କୋଭିଡ୍-19 ରୋଗକୁ ବିଶ୍ୱ ମହାମାରୀ ଘୋଷଣା କରାଗଲା? WHO ଦ୍ୱାରା ଏହାକୁ 2020 ମାର୍ଚ୍ଚ 11 ତାରିଖ ବିଶ୍ୱ ମହାମାରୀ ରୂପେ ଘୋଷଣା କରାଗଲା। ଲାଟିନ୍ ଶବ୍ଦ କରୋନାର ଅର୍ଥ କ'ଣ? କରୋନାର ଅର୍ଥ କ'ଣ? ଲାଟିନ୍ ଶବ୍ଦରେ କରୋନାର ଅର୍ଥ ହେଉଛି ମୁକୁଟ। କେଉଁ ତାରିଖରେ ଚୀନର ଉହାନ ସହରରେ ପ୍ରଥମେ କରୋନା ରୋଗଗ୍ରସ୍ତ ବ୍ୟକ୍ତି ଚିହ୍ନଟ କରାଯାଇଥିଲା? ଏହାକୁ 2019 ଡିସେମ୍ବର 1 ତାରିଖ ଦିନ ଚିହ୍ନଟ କରାଯାଇଥିଲା। କରୋନା ଭୂତାଣୁର ଆକାର କିପରି? କରୋନା ଭୂତାଣୁର ଆକାର କରୋନା ଭୂତାଣୁର ବ୍ୟାସ କେତେ? କରୋନା ଭୂତାଣୁର ବ୍ୟାସ 60 to 140 ନାନୋମିଟର। କେଉଁ ରୋଗଟି ଏକ ବୀଜାଣୁ ଜନିତ ବିଶ୍ୱ ମହାମାରୀ? ଏହି ପ୍ରଶ୍ନ 2024ରେ ଆସିଥିଲା। ଏହାର ଉତ୍ତର ହେଉଛି କ୍ଲିକ୍। କୋଭିଡ୍-19ର ରାସାୟନିକ ଗଠନ କେଉଁ ଉପାଦାନ ଗୁଡ଼ିକ ଥାଏ? ଏହା ବି 2020ରେ ମ୍ୟାଟ୍ରିକ ପରୀକ୍ଷାରେ ଆସିଥିଲା। ଓ ଏହାର ଉତ୍ତର ହେଉଛି RNA ପ୍ଲସ୍ ପୁଷ୍ଟିସାର ପ୍ଲସ୍ ଶ୍ୱେତସାର। କୋଭିଡ୍-19 ରୋଗୀର ଅବ୍ୟକ୍ତ ଅବଧି ବା ରୋଗ ପୁଷ୍ଟି ଅବଧି କେତେ ଦିନ ଅଟେ? ଏହାର ସଠିକ ଉତ୍ତର ହେଉଛି 1 ରୁ 6 ଦିନ। ଆପଣଙ୍କର ଏଥିରେ କୌଣସି ପ୍ରକାର କ୍ଲୁ ଦିଆ ହୋଇନଥାଏ, ଅପସନ୍ ଦିଆଯାଇ ନଥାଏ। ପ୍ରଥମ ପ୍ରଶ୍ନ ହେଲା ଡ୍ୟାସ୍ ଏବଂ ଡ୍ୟାସ୍ଙ୍କ ଦ୍ୱାରା 1966 ମସିହାରେ କରୋନା ଭୂତାଣୁର ନାମକରଣ ହୋଇଥିଲା। ସେମାନେ ମାନବ କରୋନା ଭୂତାଣୁର ଅଧ୍ୟୟନ କରିଥିଲେ। ଏହାର ସଠିକ ଉତ୍ତର ହେଉଛି ଜନ୍ ଆଲମିଡା ଓ ଡାଭିଡ୍ ଟାଇରେଲ। ଜନ୍ ଆଲମିଡା ଓ ଡାଭିଡ୍ ଟାଇରେଲ। ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପରେ କରୋନା ଭୂତାଣୁର ପୃଷ୍ଠଭାଗରେ ବିଶେଷ ଧରଣର ସ୍ଫୀତ କଣ୍ଟା ଭଳି ଅଂଶଗୁଡ଼ିକ ସୂର୍ଯ୍ୟଙ୍କର ଡ୍ୟାସ୍ ମଣ୍ଡଳ ପରି
ଦେଖାଯାଏ। ଏହା ଆଲୋକମଣ୍ଡଳ ପରି ଦେଖାଯାଏ। 2002 ମସିହାରେ ପ୍ରଥମ କରି ଚୀନ ଓ ହଂକଂରେ କରୋନା ଭୂତାଣୁ ଜନିତ ରୋଗର ନାମ ଡ୍ୟାସ୍ ସାର୍ସ ଥିଲା ଏହାର ନାମ। 2012ରେ ସାଉଦି ଆରବରେ କରୋନା ଭୂତାଣୁ ଜନିତ ରୋଗର ନାମ ଡ୍ୟାସ୍ ମର୍ସ। କୋଭିଡ ଭୂତାଣୁର ଶ୍ୱେତସାର ଯୁକ୍ତ ପୁଷ୍ଟିସାର ଆବରଣର ନାମ ହେଉଛି କ୍ୟାପସିଡ୍। ଡ୍ୟାସ୍ ଓ ଡ୍ୟାସ୍ ନାମକ ଟୀକାକୁ WHO କୋଭିଡ-19 ପାଇଁ ଆପତ୍କାଳୀନ ପ୍ରୟୋଗ ପାଇଁ ଅନୁମୋଦିତ କରିଥିଲେ। ଏହାର ନାମ ହେଉଛି କୋଭିସିଲ୍ଡ ଓ କୋଭାକ୍ସିନ୍। ଏପର୍ଯ୍ୟନ୍ତ ଭାରତରେ ଡ୍ୟାସ୍ ଟୀକା କୋଭିଡ-19 ପାଇଁ ଆପତ୍କାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି। ଏହାର ଉତ୍ତର ହେଉଛି 9ଟିରୁ ଅଧିକ ଟୀକାକୁ ଅନୁମୋଦିତ କରାଯାଇଛି। କୋଭିଡ-19 ଟୀକା ମାନଙ୍କ ମଧ୍ୟରୁ ଡ୍ୟାସ୍ ହେଉଛି ପୃଥିବୀର ସର୍ବପ୍ରଥମ DNA ଆଧାରିତ କୋଭିଡ ଟୀକା। ଏହା ହେଉଛି ଜାଇକୋଭ ଡି। ଦୁଇଟି ଡୋଜ୍ ସମ୍ପୂର୍ଣ୍ଣ ଟୀକା ନେଇଥିବା ବ୍ୟକ୍ତି ମଧ୍ୟ ରୋଗାକ୍ରାନ୍ତ ହୋଇଥାନ୍ତି। ତାହାକୁ ଡ୍ୟାସ୍ ସଂକ୍ରମଣ କୁହାଯାଏ। ଏହାକୁ ବାଧାବିଘ୍ନ ଅତିକ୍ରମ। ଡ୍ୟାସ୍ ଓ ଡ୍ୟାସ୍ରେ କୋଭିଡ ଭୂତାଣୁ ନିଷ୍କ୍ରିୟ ବା ଅକାମୀ ହୋଇଥାଏ। ଅତିବାଇଗଣୀ ରଶ୍ମି ଓ ଅତ୍ୟଧିକ ତାପମାତ୍ରାରେ କୋଭିଡ ଭୂତାଣୁ ନିଷ୍କ୍ରିୟ ହୋଇଥାଏ। ଜଣାଯାଏ ଯେ -°C ତାପମାତ୍ରାରେ କୋଭିଡ ଭୂତାଣୁ ଅକାମୀ ହୋଇପଡ଼ୁଥିବା ବେଳେ -°C ତାପମାତ୍ରାରେ ବଞ୍ଚିପାରେ। ଏହାର ଉତ୍ତର ହେଉଛି 70° ତାପମାତ୍ରାରେ ଏହା ଅକାମୀ ହେଉଥିଲା ବେଳେ 0° ତାପମାତ୍ରାରେ ଏହା ବଞ୍ଚିପାରେ। 2022 ଫେବୃଆରୀ ସୁଦ୍ଧା ଭାରତରେ ଡ୍ୟାସ୍ ସରକାରୀ ଓ ଡ୍ୟାସ୍ ବେସରକାରୀ କୋଭିଡ-19 ପରୀକ୍ଷାଗାର ହୋଇପାରିଥିଲା। 2024ରେ ଭାରତରେ 1,426ଟି ସରକାରୀ ଓ 1,880ଟି ବେସରକାରୀ କୋଭିଡ-19 ପରୀକ୍ଷାଗାର ହୋଇଥିଲା। ଆମ ରାଜ୍ୟରେ 2020 ମାର୍ଚ୍ଚ ସୁଦ୍ଧା ଏକମାତ୍ର କୋଭିଡ-19 ପରୀକ୍ଷା କେନ୍ଦ୍ରର ନାମ ଡ୍ୟାସ୍ ଆଞ୍ଚଳିକ ଚିକିତ୍ସା ବିଜ୍ଞାନ ଗବେଷଣା। ଏହାର ନାମ 2022 ବେଳକୁ ଆମ ରାଜ୍ୟରେ ଡ୍ୟାସ୍ ସରକାରୀ ଓ ଡ୍ୟାସ୍ ବେସରକାରୀ କୋଭିଡ-19 ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। 44ଟି ସରକାରୀ ଓ 23ଟି ବେସରକାରୀ କୋଭିଡ-19 ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ସରକାର ପ୍ରଶ୍ନ: ମହାମାରୀ କାହାକୁ କୁହାଯାଏ? ସ୍ଥାନିକ ରୋଗ କାହାକୁ କୁହାଯାଏ? ବିଶ୍ୱ ମହାମାରୀ ରୋଗ କହିଲେ କ'ଣ ବୁଝ? କେତୋଟି ବିଶ୍ୱ ମହାମାରୀ ରୋଗର ନାମ ଲେଖ? କରୋନା ଯୋଦ୍ଧା। ପୁଣି 3 ମାର୍କ ବିଶିଷ୍ଟ ପ୍ରଶ୍ନ ହେଲା, ଟୀକା ପ୍ରସ୍ତୁତିର ସୋପାନ ଗୁଡ଼ିକ ଲେଖ। କେଉଁ ସବୁ ଦ୍ରବଣ ବ୍ୟବହାର କରି କୋଭିଡ-19 ଭୂତାଣୁକୁ ସହଜରେ ଦୂରେଇ ଦେଇହୁଏ? କୋଭିଡ-19 ଭୂତାଣୁର ନାମାଙ୍କିତ ଚିତ୍ର ଅଙ୍କନ କର। ତ୍ୱରିତ ଆଣ୍ଟିଜେନ୍ ନିଦାନ
RT rate 4 ମାର୍କ। ପ୍ରଶ୍ନ କୋଭିଡ-19 ଭୂତାଣୁର ସଂକ୍ରମଣ ପ୍ରଣାଳୀ ଓ ଜୀବନଚକ୍ର ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କର। କୋଭିଡ-19 ରୋଗର ଲକ୍ଷଣ ବିଷୟରେ ଲେଖ। କୋଭିଡ-19 ରୋଗର ନିୟନ୍ତ୍ରଣ ଉପାୟ ଗୁଡ଼ିକ ଲେଖ। କୋଭିଡ-19 ରୋଗର ଚିକିତ୍ସା ପଦ୍ଧତି ବିଷୟରେ ଏକ ବିବରଣୀ ପ୍ରଦାନ କର। ଏସବୁ ପ୍ରଶ୍ନକୁ ଧ୍ୟାନ ଦେଇଥିବ।